परमा जननी करुणामयी माँ परम प्रभु श्री अरविंद ऑनलाइन डिवाइन ग्रेस पाठचक्र मुख्य संचालिका आस्था प्रियंवदा भौणी एवं अन्यान्य समस्ते जो माने এই କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି ନିରନ୍ତର ମାଙ୍କର ପ୍ରେରଣା କାରଣରୁ ଏକ ବିରାଟ ଉଦ୍ଦେଶ୍ୟ ନେଇ ବିବର୍ତ୍ତନର ଯୁଗଟିକୁ କରୁଛନ୍ତି ସମସ୍ତଙ୍କୁ ଆଜିର ଏହି ପାଠଚକ୍ରକୁ ଯେଉଁମାନେ ସୁନ୍ଦର କରିବା ପାଇଁ ଉଦ୍ୟମ କରିଛନ୍ତି ବ୍ୟକ୍ତିଗତ ଭାବରେ ମିନୁ ଅପା ଅନ୍ନପୂର୍ଣ୍ଣା ଅପା ଏବଂ ଅତି ଚମତ୍କାର ଗୀତ ଗାଇ ଆମକୁ ଅପ୍ୟାୟିତ କରିଥିବା ଶିଳ୍ପୀ ଭାଇ ଜଣକ ସମସ୍ତଙ୍କ ପାଇଁ ମାଙ୍କର କୃପା ଭିକ୍ଷା କରୁଛି। ଆମେ ଜାଣିଛୁ ଏହି ଜଗତରେ ବହୁତ କମ ଲୋକ ବହୁତ କମ ମଣିଷ ସେମାନେ ଗୋଟେ ସତ୍ୟର ସନ୍ଧାନ କରନ୍ତି। ସତ୍ୟର ସନ୍ଧାନ କରିବା ପାଇଁ ମାଙ୍କର ଅନୁକମ୍ପା ଦରକାର, ସେଥିପାଇଁ ମାଙ୍କର ଅନୁମତି ମଧ୍ୟ ଥାଏ ଏବଂ ସେ ସତ୍ୟର ଅନୁସନ୍ଧାନୀ ମାନଙ୍କୁ ନିଜେ ନିଜେ ବାଛିଥାନ୍ତି। କୋଉମାନଙ୍କୁ ବାଛିଥାନ୍ତି ନା ସେଇମାନେ ଯେଉଁମାନେ ତାଙ୍କର ମନର ସଂକୀର୍ଣ୍ଣତା ଭିତରୁ ମୁକ୍ତ, ସେଇମାନେ ଯେଉଁମାନେ ଗୋଟେ ସ୍ୱାର୍ଥ ଭାବନାରେ ଲିପ୍ତ ହୁଅନ୍ତି ନାହିଁ ଆଉ ଏକ ବୃହତ୍ତର ଚେତନା ଆଡକୁ, ଏକ ଭୂମା ଚେତନା ଆଡକୁ, ଏକ ବିଶ୍ୱ ଚେତନା ଆଡକୁ ଗତି କରିବା ପାଇଁ ସେମାନଙ୍କୁ ଗୋଟେ ପ୍ରେରଣା ମିଳିଥାଏ ଏବଂ ସେଇମାନଙ୍କୁ ମା ବାଛନ୍ତି ଯେଉଁମାନେ ଅହଂ କେନ୍ଦ୍ରିତ ଜୀବନ ବଞ୍ଚନ୍ତି ନାହିଁ ଏବଂ ମା ସେଇମାନଙ୍କୁ ବାଛନ୍ତି ଯେଉଁମାନଙ୍କର ଜୀବନରେ ଗୋଟେ ନିର୍ଲିପ୍ତତା ରହିଛି, ଗୋଟେ ଡିସ୍ପେସନେଟ୍ ହେଇ ରହିବା, ଆସକ୍ତି ନାହିଁ, ଏକ ନିର୍ଲିପ୍ତତା ରହିଛି ଏବଂ ଏଇଭଳି ମଣିଷ ମାନେ ଯେତେବେଳେ ସତ୍ୟର ସନ୍ଧାନ ପାଆନ୍ତି ସେତେବେଳେ ସେମାନେ ଦେଖନ୍ତି, ତାଙ୍କର ଗୋଟେ ଅନୁଭୂତି ହୁଏ। ସେ ଅନୁଭୂତିକୁ ଶ୍ରୀ ଅରବିନ୍ଦ କହୁଛନ୍ତି perception of a boundless energy of infinite existence, ଅନନ୍ତ ସତ୍ତାର ଏକ ଅସୀମ ଶକ୍ତି, boundless energy of infinite existence, ଖାଲି infinite existence ର ନୁହେଁ, ଅନନ୍ତ ସତ୍ତାର ନୁହେଁ, ସେଇ ସତ୍ୟ ସନ୍ଧାନୀ ମାନେ, ସେଇ ଦାର୍ଶନିକ ମାନେ, ସେଇ ପ୍ରଜ୍ଞାବାନ ଋଷି ମାନେ ଏଇ ଜଗତର ଅନନ୍ତ ଗତି ସକଳକୁ ମଧ୍ୟ ଜାଣିପାରନ୍ତି। ଇନଫାନାଇଟ ମୋମେଣ୍ଟସ, କେବଳ ଅନନ୍ତ ସତ୍ତା ନୁହେଁ କି ଅନନ୍ତ ଗତି ନୁହେଁ, ଆହୁରି ଗୋଟେ ଅସୀମତ୍ୱକୁ ସେମାନେ ପାଆନ୍ତି, ସେଇଟା ହଉଛି ଅନନ୍ତ କ୍ରିୟା ବୈପୁଲ୍ୟର ଏକ ସମାବେଶ, ଇନଫାନାଇଟ ଆକ୍ଟିଭିଟି। এই କଥାଟିକୁ ସହଜ କରିବା ପାଇଁ ମୁଁ କହିବାକୁ ଚାହୁଁଛି, ଏହି ଜଗତରେ ସୂର୍ଯ୍ୟ ଉଇଁବା ଠାରୁ ଅସ୍ତ ହେବା ଯାଏ ରାତିର ସବୁ ପ୍ରହରରେ ପ୍ରତ୍ୟେକ ମୁହୂର୍ତ୍ତରେ ଅନନ୍ତ 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 କ୍ରିୟାକଳାପ ଚାଲୁଛି। ଗୋଟେ ଝିଟିକା ଦେଇବା ଠାରୁ, ଗୋଟେ ପିମ୍ପୁଡ଼ି ତା ଅଣ୍ଡାକୁ ବୋହି ନେବା ଠାରୁ, ମହୁମାଛିଟିଏ ମହୁ ସଂଗ୍ରହ କରିବା ଠାରୁ ଆରମ୍ଭ କରି ମଣିଷ ଯିଏ ତାର ବୁଦ୍ଧି ବଳରେ ବିଜ୍ଞାନକୁ ଏତେ କରଗତ କରିଛି, ଏଇ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଯୋଉ ଦିଶୁଛି ଆମକୁ ସଚରାଚର, ବିଶ୍ୱ ଅତୀତ ବିଶ୍ୱ ଉତ୍ତୀର୍ଣ୍ଣ ଜଗତର କଥା ସବୁ ମା କହିଛନ୍ତି,
କେବଳ ଏଇ ଜଗତଟି କଥା ଭାବନ୍ତୁ ନା, ଏଇ ଜଗତରେ ଏତେ ଲକ୍ଷ ଲକ୍ଷ କୋଟି କୋଟି ପ୍ରାଣୀ ଅଛନ୍ତି, କେତେ ଜୀବଜନ୍ତୁ, କେତେ ସବୁ କଥା ଘଟଣା ଘଟୁଛି। ଖାଲି ଜଡ ଜଗତରେ ବି ଘଟଣା ଘଟୁଛି। ଆମର ସେଲ୍ ଡିଭିଜନ ଠାରୁ ଆରମ୍ଭ କରି ପଥର ଠାରୁ ଆରମ୍ଭ ଖଣିରେ କଣ କାମ ହଉଛି, ସମସ୍ତେ ପରିବର୍ତ୍ତନ, କୋଉଠି ବର୍ଷା ହଉଛି, କୋଉଠି ବରଫ ହଉଛି, କୋଉଠି ବରଫ ତରଳୁଛି, ଏ ଅନନ୍ତ କ୍ରିୟାକଳାପ ଏଠି। ଏବଂ ଏଠି ଅନନ୍ତ କ୍ରିୟା ବୈପୁଲ୍ୟ, ଯୋଉଟାକୁ ଇନଫାଇନାଇଟ୍ ଆକ୍ଟିଭିଟି କୁହାଗଲା, ଆଉ ଅନନ୍ତ ଗତି, ମୁଭମେଣ୍ଟସ, ସ୍ପନ୍ଦନ, ଏସବୁ ଚାଲିଛି। ସେ ଚାଲିଛି କୋଉଠି ନା ଗୋଟେ ସୀମାହୀନ ଦେଶ ଓ ଶାଶ୍ୱତ କାଳ ଭିତରେ ଚାଲିଛି। ଲିମିଟଲେସ୍ ସ୍ପେସ୍ ଏବଂ ଗୋଟେ ଏଟର୍ନାଲ ଟାଇମ ଭିତରେ। ଏଇ ଲିମିଟଲେସ୍ ସ୍ପେସ୍ ଟା କଣ? ये ସବୁ ଅତ୍ୟନ୍ତ ତତ୍ତ୍ୱମୂଳକ ବିଷୟ, ଆବଷ୍ଟ୍ରାକ୍ଟ କନସେପ୍ଟସ, ଏବଂ ଏଇଗୁଡିକ ଆମ ରୂପାନ୍ତର ଯୋଗ ପଥରେ ଯୋଉମାନେ ପାଦ ଦେଇଛନ୍ତି, ମା ଯୋଉମାନଙ୍କୁ ବାଛିଛନ୍ତି, ସେମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ। ତାର କାରଣ ଆମ ଚେତନାର ବ୍ୟାପ୍ତି ନିମନ୍ତେ, ଆମ ଚେତନାକୁ ବିଶାଳ କରିବା ନିମନ୍ତେ, ଆମ ଚେତନାକୁ ବ୍ୟଷ୍ଟି ସ୍ତରରୁ ଉତ୍ତରିତ କରି ବିଶ୍ୱ ଚେତନାରେ ପରିଣତ କରିବା ପାଇଁ ଏହା ହେଉଛି ଏକମାତ୍ର ପଥ। ଏବଂ ସେଥିପାଇଁ ମା ବାରମ୍ବାର କହୁଥିଲେ, ରିଡ୍ ଶ୍ରୀ ଅରବିନ୍ଦ, ଶ୍ରୀ ଅରବିନ୍ଦଙ୍କୁ ପଢନ୍ତୁ, ଶ୍ରୀ ଅରବିନ୍ଦଙ୍କୁ ବୁଝନ୍ତୁ, ଶ୍ରୀ ଅରବିନ୍ଦଙ୍କୁ ଜାଣନ୍ତୁ। କାରଣ ଶ୍ରୀ ଅରବିନ୍ଦ ଯୋଉ ସ୍ତରରେ, ଯୋଉ ଭୂମିରେ, ଯୋଉ ଉଚ୍ଚତାରେ କାର୍ଯ୍ୟ କରିଛନ୍ତି, ସେଇ କାର୍ଯ୍ୟ ହେଉଛି ଗୋଟେ ପ୍ରଜ୍ଞାର ଭୂମି, ଗୋଟେ ପରମ ଭୂମି। ସେଇ ପ୍ରଜ୍ଞାର ଭୂମିରେ ବହୁ ସମୟରେ ଆମକୁ ଦର୍ଶନର ଅତି ନିଗୁଢ ତତ୍ତ୍ୱ, ଯାହାକୁ ବେଦାନ୍ତର ଋଷିମାନେ ଖୋଜିଥିଲେ, କିଛି ପାଇଥିଲେ, ତାକୁ ଗୋଟେ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଆମର ଯିଏ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ତାକୁ ଗୋଟେ ପ୍ରକାର ଏକ ଚୂଡାନ୍ତ ଅବସ୍ଥାକୁ ଆଣିଛନ୍ତି। ତତ୍ତ୍ୱର ସେଇ ମହାନ ଦିଗ ବିଦିଗ ଗୁଡିକୁ ସମନ୍ୱିତ କରି ଆମକୁ ଉପହାର ଦେଇଛନ୍ତି। ସେଇ କଥା ଗୁଡିକ ଯେତେବେଳେ ଆମେ ଆଲୋଚନା କରୁଛୁ, ସେତେବେଳେ ଆମେ ବୁଝିବା ଦରକାର ଯେ ଲିମିଟଲେସ୍ ସ୍ପେସ୍ କହିଲେ କଣ ବୁଝାଯାଏ। ଆପଣ ଭାବନ୍ତୁ, ଗୋଟେ ଛୋଟ ପିଲା ଥରେ ମତେ କହିଥିଲା ଯେ ଆମେ ଏଇଠୁ ଅନେକ ଆଲୋକ ବର୍ଷ କହିଲେ ଆମେ ବୁଝିପାରୁଛୁ, ଗୋଟେ ସେକେଣ୍ଡରେ ଆଲୋକ 3 ଲକ୍ଷ କିଲୋମିଟର ଗତି କରେ, ଗୋଟେ ମିନିଟରେ କେତେ ଗତି କରେ, ଗୋଟେ ଘଣ୍ଟାରେ କେତେ ଗତି କରେ, ଗୋଟେ ଦିନ ଭିତରେ କେତେ ଗତି କରେ, ଗୋଟେ ବର୍ଷରେ କେତେ ଗତି କରେ, ତାକୁ ଯଦି ଆମେ ହିସାବ କରିବା, ହୁଏତ ଆମ କାଗଜ କଲମ ଅକୁଳାଣ ହବ। ଏବଂ ସେଇଟାକୁ ତାର ଯଦି ଆଲୋକ ବର୍ଷ, କୋଟି କୋଟି ଆଲୋକ ବର୍ଷ ଦୂରରେ ସବୁ ତାରାମାନେ ଅଛନ୍ତି, ତାହେଲେ ଏଇ ଅନନ୍ତ ବିଶ୍ୱଟାର କୋଉଠି ଗୋଟେ ପରିସମାପ୍ତି ନାହିଁ। ଏଇଟା ଲିମିଟଲେସ୍, ଏହାର କିଛି ସୀମା ନାହିଁ, ତାର କିଛି ବାଉଣ୍ଡ୍ରି ନାହିଁ। ତେଣୁ ଏଇ ଯୋଉ ଅନନ୍ତ ମହାକାଳ, ପୁଣି ମହାକାଳର କଥା ଆସୁଛି, ଏଟର୍ନିଟିର କଥା। ଆମେ ସମସ୍ତେ ଗୋଟେ ସମୟ ଭିତରେ ରହିଛୁ, ସମୟ ଭିତରେ ରହିବାକୁ ବାଧ୍ୟ ହଉଛୁ। ତାର କାରଣ ହେଲା ଯେ ଏଇ ସମୟ ଚେତନାଟି ଆମ ଭିତରେ ଏକ ପ୍ରକାର ଅଭ୍ୟାସ ମୂଳକ ଭାବରେ ରହିଆସିଛି। କିନ୍ତୁ ଆପଣମାନେ ନାଁ ଶୁଣିଥିବେ ଜଣେ ବିଶିଷ୍ଟ ଦାର୍ଶନିକ ପ୍ଲାଟୋ, ତାଙ୍କର ସେଇ ସମସାମୟିକ ଆଉ ଜଣେ ଦାର୍ଶନିକ ହଉଛନ୍ତି ସକ୍ରେଟିସ୍। ସକ୍ରେଟିସ୍ ହଉଛନ୍ତି ପ୍ରଥମ। ସକ୍ରେଟିସ୍ଙ୍କୁ ଯେତେବେଳେ ବିଷ ଦିଆଗଲା, ତାଙ୍କୁ ହତ୍ୟା କଲେ ରାଜା, ଗୋଟେ ଦଣ୍ଡାଦେଶ ହେଲା ଯେ ଏଇ ଲୋକକୁ ବିଷ ପିଇ ଦିଆଯାଉ। ତାଙ୍କର ଶିଷ୍ୟମାନେ ବଡ ବ୍ୟସ୍ତ ହେଲେ, ଆମ ଗୁରୁଙ୍କୁ ତମେ ବିଷ ପିଇଦବ। କିନ୍ତୁ ଗୁରୁ ବ୍ୟସ୍ତ ହଉଛନ୍ତି, ମତେ ଜଲ୍ଦି ବିଷ ପିଇଦିଅ। ଯେତେବେଳେ
ସେ ବ୍ୟସ୍ତ ହଉଥିଲେ ମତେ ଜଲ୍ଦି ବିଷ ପିଏଇ ଦିଅ, ସେତେବେଳେ ସିଏ ତାଙ୍କୁ ଶିଷ୍ୟମାନେ ପଚାରୁଛନ୍ତି ଆପଣ ମୃତ୍ୟୁ କଣ ଜାଣନ୍ତି, ତଥାପି ବି ଆପଣ ବ୍ୟସ୍ତ ହଉଛନ୍ତି ମୃତ୍ୟୁ ଲାଭ କରିବା ପାଇଁ। ସେଠୁ ସେ ଗୋଟେ ତାଙ୍କ ଶିଷ୍ୟମାନଙ୍କୁ ଗୋଟେ ଚମତ୍କାର କଥା କହିଥିଲେ। ସେ କହିଲେ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅଭିଜ୍ଞ, ଆମେ ତାକୁ ଜାଣିପାରିନାହୁଁ। ଏକ ନୂତନତ୍ୱକୁ ଭେଟ କରିବା ପାଇଁ ଆମ ସମସ୍ତଙ୍କ ପାଖରେ ଗୋଟିଏ ଆଗ୍ରହ ରହିବା ଉଚିତ। ଏବଂ ଯେତେବେଳେ ମୁଁ ମରିଯିବି ମୁଁ ସେତେବେଳେ ଜାଣିବି ଯେ ଯଦି ମୃତ୍ୟୁ ପରେ ମଧ୍ୟ ମୁଁ ବଞ୍ଚି ରହିଲି, ମୋର ଆତ୍ମା ବଞ୍ଚି ରହିଲା, ମୋର ଚେତନା କୋଉଠି ଗୋଟେ ରହିଗଲା, ତାହେଲେ ମୋର ମୃତ୍ୟୁକୁ ଭୟ କରିବାର ନଥିଲା। କାରଣ ମୋର ଅସ୍ତିତ୍ୱଟି କାଳଗତ ନଥିଲା, ମୋର ଅସ୍ତିତ୍ୱଟି ଦେଶଗତ ନଥିଲା। ଦେଶର ସୀମା ଭିତରେ ବା ଏଇ ସ୍ପେସର ସୀମା ଭିତରେ ବା କାଳର ସୀମା ଭିତରେ ମୁଁ ବନ୍ଦୀ ହୋଇନାହିଁ। ଆମ ଶାସ୍ତ୍ର କହୁଛନ୍ତି ଆମେ ଯୋଉ ସୀମିତତା ଭିତରେ ସବୁ ରହୁ, ସେ ସୀମିତତା ଗୁଡ଼ିକ ତିନି ପ୍ରକାର। ଜୀବ, ଆମେ ସବୁ ଜୀବ, ମନୁଷ୍ୟ, ଅନ୍ୟ ପ୍ରାଣୀ ମାନେ ରହିଛନ୍ତି ଏ ଜଗତରେ, ସଚରାଚରରେ ଯୋଉମାନେ ଅଛନ୍ତି ଶରୀର ଧରିକି, ସେମାନେ ତିନି ପ୍ରକାର ସୀମିତତା ଭୋଗ କରନ୍ତି। ଗୋଟେ ହଉଛି ଦେଶଗତ ସୀମିତତା, ଗୋଟିଏ କାଳଗତ ସୀମିତତା, ଆଉ ଗୋଟେ ବସ୍ତୁଗତ ସୀମିତତା। ତେଣୁ ଦେଶଗତ ସୀମିତତାଟି କଣ ନା, ଯାହା ଏଇଠି ଅଛି ସେଇଠି ନାହିଁ। ମନେ କରନ୍ତୁ ଆପଣ ଯଦି ରାଉରକେଲାରେ ଅଛନ୍ତି ତାହେଲେ ବର୍ଲିନରେ ରହିପାରିବେ ନାହିଁ, ଯଦି ବର୍ଲିନରେ ଆପଣ ଅଛନ୍ତି ତାହେଲେ ବୁର୍ଲାରେ ରହିପାରିବେ ନାହିଁ। ବୁଝିଗଲେ? ଆମେ ଭାରତରେ ଥିଲେ ପାକିସ୍ତାନରେ ରହିପାରିବା ନାହିଁ। କେବଳ ଜଣେ ହିଁ ରହିପାରନ୍ତି ସବୁ ସ୍ଥାନରେ, ସେ ହେଉଛନ୍ତି ସଦବ୍ରହ୍ମ। ବ୍ରହ୍ମତ୍ୱକୁ ପ୍ରାପ୍ତ କରିଥିବା ସତ୍ତା ମାନେ, ସେଇ ସଦବ୍ରହ୍ମ, ସେ ହିଁ ସବୁ ଜାଗାରେ ପରିବ୍ୟାପ୍ତ ହେଇକି ରହିପାରନ୍ତି। ଅର୍ଥାତ୍ ସେ ଦେଶଗତ ସୀମା ମଧ୍ୟରେ ଆବଦ୍ଧ ନୁହନ୍ତି। ଆମେ ଅସ୍ତିତ୍ୱର କଥାଟିକୁ ଆଲୋଚନା କରିବାକୁ ଯାଉଛନ୍ତି। ଏଇ ଯୋଉ ପିଓର ଏକ୍ଜିଷ୍ଟେଣ୍ଟ, ସିଏ ହେଉଛନ୍ତି, ଯିଏ ହେଉଛନ୍ତି ପବିତ୍ର ଶୁଦ୍ଧ ସତ୍, ଯିଏ ହେଉଛନ୍ତି ପରମ ସତ୍ତା, ଯିଏ ହେଉଛନ୍ତି ବ୍ରହ୍ମ ସତ୍ତା, ସିଏ କୌଣସି ପ୍ରକାର ସୀମିତତା ଦ୍ୱାରା ଆବଦ୍ଧ ନୁହନ୍ତି। ଏବଂ ଦ୍ୱିତୀୟ କଥାଟି ହେଲା କାଳଗତ ସୀମିତତା। ଦେଖନ୍ତୁ, ଏଇଟା 2021 ମସିହା, ଯଦି 2000 କି 3021 ମସିହାରେ ମତେ ଖୋଜାଯାଏ, ମୋ ନାମରେ ଯୋଉ ବ୍ୟକ୍ତିଟି ଏଠି ଅଛି ସେ ନଥିବ, କି ଆଉ 1000 ବର୍ଷ ତଳୁ ଯଦି ମତେ ଖୋଜା ଯାଇଥାନ୍ତା, ଆମର ଏଇ ପାଠଚକ୍ରଟିର ଅସ୍ତିତ୍ୱ କଥା ଭବା ଯାଇଥାନ୍ତା, ତାହେଲେ ବି ଆମେ ସେଇ ପାଠଚକ୍ରଟା ସେଇ ସମୟରେ କରୁନଥାଇ ପାରନ୍ତି। ଯଦି ବି କରୁଥିବା ଗୋଟେ ଅଲଗା ରୂପରେ, ଅଲଗା ନାଁରେ। ଆମର ରୂପ ରହିଛି, ଆମର ନାମ ରହିଛି, ଆମର ଆକାର ରହିଛି, କିନ୍ତୁ ଆମେ ଯୋଉ ଅସ୍ତିତ୍ୱଙ୍କ କଥା ଚିନ୍ତା କରିବାକୁ ଚାହୁଁଛୁ, ସେ ହେଉଛନ୍ତି ନିର୍ବିକାର, ସେ ହେଉଛନ୍ତି ଅନାମ, ସେ ହେଉଛନ୍ତି ଅରୂପ। ତେଣୁ ତାଙ୍କ ପାଖରେ ଏଇ ସମୟଗତ କିଛି ସୀମା ନାହିଁ। ଅର୍ଥାତ୍ ସେ ବର୍ତ୍ତମାନରେ ଅଛନ୍ତି, ଭବିଷ୍ୟତରେ ରହିବେ ନାହିଁ, ଏପରି ସମ୍ଭାବନା ନାହିଁ। ସେ ବର୍ତ୍ତମାନରେ ଅଛନ୍ତି, ଅତୀତରେ ଥିଲେ, ସେପରି ସମ୍ଭାବନା ନାହିଁ। ଅତୀତରେ ଥିଲେ, ଏବେ ଅଛନ୍ତି, ଭବିଷ୍ୟତରେ ରହିବେ ନାହିଁ, ଏଭଳି ସମ୍ଭାବନା ନାହିଁ। ଅର୍ଥାତ୍ ସେ ସଦା ବର୍ତ୍ତମାନ, ଯାହାକୁ ଆମେ ଏଟର୍ନିଟି ବୋଲି କହୁଛୁ, ଶାଶ୍ୱତ ବୋଲି କହୁଛୁ। ତେଣୁ କୌଣସି ସମୟର ବା କାଳର ସୀମା ଭିତରେ ସେ ନାହାନ୍ତି। ଅନ୍ୟଟି ହେଲା ଯୋଉ ବସ୍ତୁଗତ ଭେଦ ବା ବସ୍ତୁଗତ ସୀମିତତା, ତାହା ହେଲା ତିନି ପ୍ରକାର। ଗୋଟେ ହେଉଛି ସଜାତୀୟ ଭେଦ, ଅର୍ଥାତ୍ ଆପଣ ଦେଖିବେ ନଡ଼ିଆ ଆଉ ଗୁଆ ଗୋଟିଏ ପ୍ରକାରର ଉଦ୍ଭିଦରୁ ଜାତ ହେଇଥାନ୍ତି। ଖାଲି ମୋଟା ଗଛ ତାର ନଡ଼ିଆର, ସରୁ ଗଛଟି ହେଉଛି
ଆପଣଙ୍କର ଗୁଆର। କିନ୍ତୁ ଏଇ ଫଳ ଗୁଡିକ ପରସ୍ପର ଠାରୁ ଭିନ୍ନ। ସମାନ ଜାତିର, ଯେମିତିକି ବିଲାତି ବାଇଗଣ ଆଉ ବାଇଗଣ, ସେଟା ଅଲଗା ଜିନିଷ, କିନ୍ତୁ ସମଜାତୀୟ ସୋଲାନାସି ଫ୍ୟାମିଲିର, କିନ୍ତୁ ସେଟା ସଜାତୀୟ ଭାବରେ ତାଙ୍କର ସୀମିତତା ସେଇ ବାଟରେ ରହିଛି। ଆଚ୍ଛା, ଯଦି ଆପଣ ବିଜାତୀୟ ଭେଦ ଦେଖିବେ, ଆପଣ ଜଣେ ମଣିଷ ଆଉ ଗୋଟେ ଆମେ ଆଣିବା ବାଘ କି ଛେଳି କି ବିରାଡ଼ି, ତାହେଲେ ଏଟା ହଉଛି ବିଜାତୀୟ ଭେଦ। ବେଳେ ବେଳେ ଆମ ଶରୀରଟାକୁ ନିଆଯାଉ, ଆମ ଶରୀରରେ ଆଖି ରହିଛି, କାନ ରହିଛି, ନାକ ରହିଛି, ଏମାନେ କେହି ସମାନ ନୁହନ୍ତି। ଅର୍ଥାତ୍ ଏଗୁଡିକ ହେଲେ ସ୍ୱଗତ ଭେଦ। ଏଗୁଡିକ କେବଳ ସସୀମ ବା ଯୋଉଟା ଫାଇନାଇଟ୍, ତାର ଭିତରେ ଏଇ ସବୁ ସୀମିତତା ରହିଛି, ଭେଦ ରହିଛି। କିନ୍ତୁ ଆମେ ଯୋଉ ପରମ ପବିତ୍ର ଶୁଦ୍ଧ ଅସ୍ତିତ୍ୱଙ୍କ କଥା କହୁଛୁ, ତାଙ୍କ ପାଖରେ କିଛି ଭେଦ ନାହିଁ, କିଛି ସେ ହଉଛନ୍ତି ଅଭେଦ। ସିଏ ତାଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ, ୟୁ କ୍ୟାନଟ୍ ଡିଫରେନ୍ସିଏଟ୍। ତେଣୁ ଯୋଉଠି ସେ ରୂପ ପରିଗ୍ରହଣ କରୁଛନ୍ତି, ସେଇଠି ହିଁ ଆମେ ଡିଫରେନ୍ସିଏସନର କଥା କହୁଛୁ। ଅର୍ଥାତ୍ ଆମେ ଭାଇ ଭଉଣୀ ମାନେ, ଆମେ ସମସ୍ତେ ଦୁଇଟା ସତ୍ୟକୁ ନେଇ ବଞ୍ଚୁଥାଉ। ଆମ ଜୀବ ମାନଙ୍କର ସତ୍ୟ ହେଲା ଗୋଟେ ଦେଶଗତ ସତ୍ୟ, ଆଉ ଗୋଟେ ହେଲା କାଳଗତ ସତ୍ୟ। ଆଉ ମୁଁ କିଛି ମାନେ ବହୁତ ମାର୍ମିକ କଥା କହିବାକୁ ଚାହେଁ। ଗୋଟେ ହେଲା, ଆମେ ଯେତେବେଳେ ଗୋଟେ ଜିନିଷ ଗୁରୁତ୍ୱ ଦଉ, କୋଉ ଆକାରରେ ଗୁରୁତ୍ୱ ଦଉ କହିଲେ? ଆକାର ଅନୁସାରେ ଗୁରୁତ୍ୱ ଦଉ, ନହେଲେ ଗୁଣ ଅନୁସାରେ ଗୁରୁତ୍ୱ ଦଉ। ଏଇ କଥା ଭଲ କରି ବୁଝିଯିବେ। ଆପଣଙ୍କୁ ଯେତେବେଳେ କୁହାଯିବ ଆପଣ ହିମାଳୟ ଦେଖିବାକୁ ଯିବେ, କି ଆପଣଙ୍କ ଘର ପାଖରେ ଥିବା ଛୋଟ ପାହାଡଟିକୁ ଦେଖିବାକୁ ଯିବେ, ଆପଣ ନିଶ୍ଚୟ ହିମାଳୟକୁ ଦେଖିବାକୁ ଚାହିଁବେ। କାହିଁକି ନା ହିମାଳୟଟା ହଉଛି ବଡ ଆକାରରେ। ଆପଣଙ୍କୁ ଯଦି କୁହାଯିବ ଗୋଟେ ହାତୀ ଦେଖିବେ ନା ଗୋଟେ ପିମ୍ପୁଡି ଦେଖିବେ, ତାହେଲେ ଗୋଟେ ଛୋଟ ପିଲାକୁ ପଚାରନ୍ତୁ, ସେ କଣ କହିବ? ପିମ୍ପୁଡି ଦେଖିବାକୁ ଆମେ ସମସ୍ତେ ଅସ୍ୱୀକାର କରିବା, କିନ୍ତୁ ହାତୀ ଦେଖିବାକୁ ଆମେ ସମସ୍ତେ ଚାହିଁବା। ଯେଭଳି ଗୋଟେ ବିରାଟ ସବୁବେଳେ ଆମକୁ ଆକର୍ଷିତ କରେ। ଯେତେବେଳେ ଗୋଟେ ସମୁଦ୍ର ଦେଖିବାର ଭାଗ୍ୟ ଆପଣଙ୍କୁ ଅଛି, ଆଉ ଗୋଟେ ପୋଖରୀ ଦେଖିବାର ଅଛି, ଆପଣଙ୍କୁ କୋଉଟାକୁ ଭଲ ଲାଗିବ? ସମୁଦ୍ର ଦେଖିବାକୁ ଭଲ ଲାଗିବ, କାରଣ ବିରାଟ ପ୍ରତି ଆମର ଏକ ଆକର୍ଷଣ ରହିଛି, କାରଣ ବିରାଟତ୍ୱ ଭିତରୁ ଆମ ସମସ୍ତଙ୍କର ସୃଷ୍ଟି। ଏବଂ ଏଇ ବିରାଟତ୍ୱ ଅନୁସାରେ ଆମେ ଯୋଉ କଥା ଗୁଡିକୁ ଗୁରୁତ୍ୱ ଦଉ। ଆପଣଙ୍କୁ ଯଦି କୁହାଯିବ ଯେ ସୁନାଟା ଗୋଟେ ଭଲ ଦାମୀ ଜିନିଷ, କି ଆପଣଙ୍କର ମାଟି ମୁଠେଟା ବଡ ଜିନିଷ, ତାହେଲେ ଆମ ଚେତନାରେ, ସାଧାରଣ ଚେତନାରେ ଆମ ଚେତନା ନ ହେଇପାରେ, ଲୋକେ କହିବେ ସୁନାଟି ମୂଲ୍ୟବାନ, ମାଟିଟି ନୁହେଁ। ଏବଂ ଯଦି ଆପଣଙ୍କୁ ପଚରାଯିବ ସୂର୍ଯ୍ୟ ବଡ କି ଗୋଟେ ଉଇ ବଡ, ଉଇ ଆଣ୍ଟ ହେଲେ ଉଇ ହୁଙ୍କା ବଡ, ତାହେଲେ ଆମେ କହିବା ସୂର୍ଯ୍ୟ ବଡ। ଜଣେ ଭଲ କରି ଗୀତ ଗାଇ ପାରୁଛନ୍ତି, ଆଉ ଜଣେ ଏମିତି ଟିକେ କମ ଭଲ କରି ଗୀତ ଗାଆନ୍ତି, ବେଶୀ ଭଲ କରି ଗାଇ ପାରନ୍ତି ନାହିଁ। ଆମେ କାହାକୁ ଗୁରୁତ୍ୱ ଦିଅନ୍ତି? ଯିଏ ଭଲ କରି ଗୀତ ଗାଉଛନ୍ତି। ଅର୍ଥାତ୍ ଆମେ ଯେହେତୁ ସମସ୍ତେ ଦେଶଗତ ଏବଂ କାଳଗତ ମାପ ଭିତରେ ଏବଂ ଆକାର ଓ ଗୁଣର ଅନୁସାରେ ଆକର୍ଷିତ ହଉ ଏବଂ ତାକୁ ଗୁରୁତ୍ୱ ଦଉ, ସେଥିପାଇଁ ସତ୍ୟ ଦୃଷ୍ଟିଟି ଆମ ପାଖରେ ସ୍ଥାପିତ ହୋଇପାରୁନାହିଁ। ଏଇ ଯୋଉ ସୀମାକୁ ଯୋଉ ସତ୍ତା ବା ଯୋଉ ବ୍ୟକ୍ତି ଅତିକ୍ରମ କରି ଯାଉଛି, ଯିଏ ଆକାରର ଗୋଟେ ଆକର୍ଷଣରେ ନାହିଁ, ନିର୍ବିକାର ଆକର୍ଷଣରେ ଅଛି, ଏବଂ ଗୁଣକୁ ଯିଏ ଭଲ ରୂପରେ ବୁଝିଛି, ଯଦି ଶ୍ରୀ ଅରବିନ୍ଦଙ୍କୁ ପଚରାଯିବ ଯେ ମହାଶୂନ୍ୟ ମହାଆକାଶ ବଡ କି ଗୋଟେ ଉଇ ହୁଙ୍କା ବଡ, ତାହେଲେ ଶ୍ରୀ ଅରବିନ୍ଦ କହିବେ ଦୁଇଟା ଯାକ ସମ ବ୍ରହ୍ମ। ସେଥିପାଇଁ ସେ ସର୍ବ ଖଲ୍ଲିଦଂ ବ୍ରହ୍ମ, ଓମ୍ନି ପ୍ରେଜେଣ୍ଟ ରିଏଲିଟିର କଥା କହିଥିଲେ। ଏବଂ ଯୋଉମାନଙ୍କର ଅସୀମତ୍ୱ ସହିତ ପରିଚୟ ହେଲାଣି, ସେମାନେ ଭଲ କରି ଜାଣନ୍ତି
ଯେ ଅସୀମତ୍ୱର ସବୁଠାରୁ ବଡ ସଂଜ୍ଞାଟି ହେଲା ଯେ ଅସୀମତ୍ୱର ଯିଏ କ୍ଷୁଦ୍ର ତାର ଗୋଟେ ପାର୍ଟ ଆଣିବେ, ଅସୀମତ୍ୱର ଗୋଟେ ପାର୍ଟ ଆଣିବେ। ପାର୍ଟ ଅଫ ଇନଫାନାଇଟ ଇଜ ଇନଫାନାଇଟ। ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦଉଛି। ଆମେ ଯଦି ଦେଖିବା ଏଇ ସଚରାଚର ବ୍ରହ୍ମାଣ୍ଡ ଯାହାକୁ ଆମେ ବିଶ୍ୱ ବୋଲି କହୁଛୁ, ସେଇଟା ଅସୀମ। ତାର ପୃଥିବୀ ଗୋଟେ ଛୋଟ ଗ୍ରହ, ତାକୁ ଯଦି ଆମେ ଆଣିବା, ଏଇ ପୃଥିବୀ ମଧ୍ୟ ଅନନ୍ତ। ପାର୍ଟ ଅଫ ଇନଫାନାଇଟ ଇଜ ଇନଫାନାଇଟ। ଗୋଟେ ସମୁଦ୍ରରୁ ଯଦି ଆପଣ କିଛି ଜଳ ଆଣୁଛନ୍ତି, ତାହେଲେ ସେଇ ପାର୍ଟଟା ମଧ୍ୟ ଗୋଟେ ଅସୀମ ମଲେକୁଲ୍ସ ତା ଭିତରେ ରହିଛି, ଅସୀମ ଜଳ ଅଣୁ ରହିଛି। ଏଇଠି ଯେତିକି ଦିନେ ପିଲାମାନେ ଥରେ ଗଣିତରେ ମତେ ପ୍ରଶ୍ନ ପଚାରୁଥିଲେ ଯେ ତାରା ମାନେ ବେଶୀ ଅଛନ୍ତି ନା ବାଲୁକା ଗୁଡା ବେଶୀ ଅଛନ୍ତି? ପୃଥିବୀରେ ଯେତେ ବାଲି ଅଛି, ବାଲୁକା ରେଣୁ ଗୁଡିକ, ବାଲିର ରେଣୁ ଗୁଡିକ ବେଶୀ ହେବେ କି ତାରା ଗୁଡିକ ବେଶୀ ହେବେ? ଗଣିତ କହୁଛି ଏଟା କହିହବନି। ବୋଥ ଆର୍ ଇକ୍ୱିଭାଲେଣ୍ଟ, ଇନଫାନାଇଟ। ତେଣୁ ଯେତେବେଳେ ଆକାରର ଜ୍ଞାନ, ପରିମାଣର ଜ୍ଞାନ, ଗୁଣର ଜ୍ଞାନ ଆମକୁ ଆକ୍ରାନ୍ତ କରେ, ଆମେ ସ୍ୱାଭାବିକ ଭାବରେ ଗୋଟେ ସୀମାର ଭିତରେ ଚାଲିଯାଉ। ସେଥିପାଇଁ ଆଜିର ଦୁନିଆରେ ଗୋଲାପ ଫୁଲଟି ଆମକୁ ବଡ ଲାଗେ, ଭଲ ଲାଗେ ଗୋଟେ ଘାସ ଫୁଲ ଠାରୁ। ମୁଁ ବହୁତ ସମୟରେ ମୋର ସାଙ୍ଗମାନଙ୍କୁ ଥଟ୍ଟା କରେ ଯେ ଜଣେ ଆପଣଙ୍କୁ ଗୋଲାପ ଦେଲା ଆଉ ଜଣେ ଆପଣଙ୍କୁ ଗୋଟେ ଘାସ ଫୁଲ ଦେଲା, ଆପଣ କାହାକୁ ବେଶୀ ମହତ୍ଵ ଦେବେ? ଆମେ ସାଧାରଣତଃ ଗୋଲାପ ଦେଇଥିବା ମଣିଷଟାକୁ ବେଶୀ ଗୁରୁତ୍ୱ ଦେଇଥାଉ। ଜଣେ ଆମକୁ ଗୋଟେ ବଡ ଚକୋଲେଟ ଦେଲା, ଜଣେ ଆମକୁ ଗୋଟେ ଛୋଟ ଚକୋଲେଟ ଦେଲା, କାହାକୁ ଆପଣ ଗୁରୁତ୍ୱ ଦେବେ? ଆମେ ଯେହେତୁ ଆକାର, ପରିମାଣ ଏବଂ ଗୁଣ ଭେଦରେ ଅଛୁ, ସେଇ ସବୁ ଜ୍ଞାନକୁ ନେଇ ଆମେ ମହତ୍ଵ ଗୁଡିକ ତିଆରି କରିଛୁ। ସେଥିପାଇଁ ଆମେ ଅସ୍ତିତ୍ୱର, ପରମ ଅସ୍ତିତ୍ୱର ସନ୍ଧାନଟି କରିପାରୁନାହୁଁ। କିନ୍ତୁ ଯଦି ଥରେ ଆମ ଆଖିର ଯୋଉ ସଂକୀର୍ଣ୍ଣତାର ପଟି ପଡିଛି, ଆମ ଅହଂର ଯୋଉ ପଟି ପଡିଛି, ଆମ ଅଜ୍ଞାନତାର ଯୋଉ ପଟି ପଡିଛି, ସେଟା ଖୋଲିଯିବ, ତାହେଲେ ଆମେ ଜାଣିପାରିବା ଯେ ଗୋଟିଏ ଅଣୁ ପରମାଣୁ ମଧ୍ୟରେ ମଧ୍ୟ, ଗୋଟେ ଧୂଳି କଣା ମଧ୍ୟରେ ମଧ୍ୟ ପବିତ୍ର ଅସ୍ତିତ୍ୱର ଗୋଟେ ସ୍ପର୍ଶ ରହିଛି, ପବିତ୍ର ଅସ୍ତିତ୍ୱର ଉପସ୍ଥିତି ରହିଛି। ଏବଂ ଉପସ୍ଥିତିର ଅର୍ଥ ହିଁ ତ ଅସ୍ତିତ୍ୱ। ଯିଏ ରହିଛନ୍ତି, ଯିଏ ତିଷ୍ଠି ରହିଛନ୍ତି, ଯାହାଙ୍କ ବିନା ଗୋଟେ ଧୂଳି ବି ସମ୍ଭବ ନୁହେଁ, ଆଲୋକ ସମ୍ଭବ ନୁହେଁ, ଅନ୍ଧାର ସମ୍ଭବ ନୁହେଁ, ସୂର୍ଯ୍ୟ ସମ୍ଭବ ନୁହେଁ, ଆକାଶ ସମ୍ଭବ ନୁହେଁ। କିନ୍ତୁ ମଣିଷ ବହୁ ସମୟରେ ଏହି ମହାନ ଶୁଦ୍ଧ ଅସ୍ତିତ୍ୱଟିକୁ, ଶୁଦ୍ଧ ସତ୍‌ଟିକୁ ଖୋଜି ପାଇପାରୁନାହିଁ। ତାର କାରଣ ହେଲା ଆମେ କେତେ ଗୁଡେ ସହଜାତ ସଂସ୍କାରର ବଶବର୍ତ୍ତୀ ହେଇଛୁ। ଆମେ ଏଇ ଯୋଉ ସହଜାତ ସଂସ୍କାର ଗୁଡିକର ବଶବର୍ତ୍ତୀ ହେଇକି ଆମେ ଏପରି କିଛି କାର୍ଯ୍ୟ କରୁ, ଆଉ ଆମର ଅନୁଭବ ଗୁଡିକ ଏଭଳି ହୁଏ, ବା ଆମ ଜୀବନର ଯୋଉ ବିଚାର ଜାଲଟିକୁ ଆମେ ଏପରି ଭାବରେ ବୁଣିଛୁ, ଯାହା ଶ୍ରୀମନ୍ତ କହୁଛନ୍ତି ୱିଭ୍ ଆୱାର ଲାଇଫ୍ ଥଟ୍ସ। ଆମେ ଏଭଳି ଭାବରେ ଜୀବନରେ ଚିନ୍ତା କରୁ ଯେ ଆମକୁ ଲାଗେ ଆମକୁ ହିଁ କେନ୍ଦ୍ର କରି ଆମରି ପ୍ରୟୋଜନ ତଥା ଇଷ୍ଟ ଅନିଷ୍ଟ ଲାଗି ବିଶ୍ୱର ଏହି ବିପୁଳ ସ୍ପନ୍ଦନ ଆବର୍ତ୍ତିତ ହେବାରେ ଲାଗିଛି। ମୁଁ ଭାବୁଛି ଏ କଥାଟିକୁ ବହୁତ ଗୁରୁତ୍ୱର ସହିତ ବୁଝିବା ଦରକାର। ଆମେ ଅନେକ ସମୟରେ ଦାବି କରୁ, ଆଇ ଏମ୍ ଦ ସେଣ୍ଟର ଅଫ ଦ ୟୁନିଭର୍ସ, ମୁଁ ଅଛି ତ ବିଶ୍ୱ ଅଛି। ବିଶ୍ୱରେ ଭଗବାନଙ୍କର କାମ ହଉଛି ମତେ ସୁଖ, ଶାନ୍ତି, ଆନନ୍ଦ ଆଣିଦବା, ମତେ ପରିତୃପ୍ତ କରିବା, ମତେ ବର୍ଦ୍ଧିତ କରିବା, ମତେ ବଞ୍ଚେଇ ରଖିବା। ମୋର ପିଲା ଛୁଆ, ମୋର ପରିବାର, ମୋର ଦେଶ, ମୋର ଜାତି, ମୁଁ ଯାହାକୁ ଭଲ ପାଉଛି ସେମାନଙ୍କୁ ପ୍ରକୃତରେ ଗୋଟିଏ ବର୍ଦ୍ଧିତ କରିବା, ସେମାନଙ୍କର ଗୁରୁତ୍ୱକୁ ଅନୁଭବ କରିବା ଓ ସେମାନଙ୍କର ପରିତୃପ୍ତି ନିମନ୍ତେ, ସେମାନଙ୍କର ପରିପୂର୍ତ୍ତି ନିମନ୍ତେ ଏଇ ବିଶ୍ୱର ସ୍ପନ୍ଦନ ଗୁଡିକ ଆବର୍ତ୍ତିତ ହବାର ଲାଗିଛି। ଏଇଟା ହଉଛି ଗୋଟେ ଅହଂକୈନ୍ଦ୍ରିକ ମନର ଗୋଟିଏ ବଡ ଦୁର୍ବଳତା। କାରଣ ଏଇ ବାଟରେ
ମଣିଷ ବଞ୍ଚିବାରେ, ଚିନ୍ତା କରିବାରେ, ଅନୁଭୂତି ନବାରେ ଏବଂ ଆମେ ଗୋଟେ ପ୍ରକାରକୁ ତାକୁ ବୁଝିବାରେ ମଧ୍ୟ ଏଇଭଳି ଭାବରେ ଗୋଟେ ଅଭ୍ୟସ୍ତ ହେଇକି ରହିଛୁ। ଏଇଟା ମୁଁ ଶ୍ରୀ ଅରବିନ୍ଦଙ୍କର ଶବ୍ଦ ଆପଣମାନଙ୍କୁ ଦଉଛି। ପୁଣି ସେ କହୁଛନ୍ତି, ମୁଖ୍ୟତଃ ଯେଉଁ ସବୁ ଅହଙ୍ଗତ ଅଭିଳାଷ, ସମ୍ବେଗ, ଭାବନା ଓ ମାନ କଳ୍ପନାର ଆୟତନ ଭିତରେ ଆମେ ଏକାନ୍ତ ଅନୁଲିପ୍ତ ହୋଇ ରହିଥାଉ, ସେଇଗୁଡ଼ିକୁ ଔଚିତ୍ୟକୁ ପ୍ରମାଣ କରିବା ହେଉଛି ସତେ ଯେପରି ଏହି ବିପୁଳ ବିଶ୍ୱଶକ୍ତିର ଯଥୋଚିତ କାର୍ଯ୍ୟ। ଆମର ଯୋଉ ଇଗୋଇଷ୍ଟିକ୍ କ୍ରେଭିଂସ୍ ରହିଛି, ଆମର ଇମୋସନ୍ସ ଅଛି, ଆମ ପାଖରେ ଆଇଡିଆଜ ଅଛି, ଆମ ପାଖରେ ଗୋଟେ ମୂଲ୍ୟ ଅଛି, ଷ୍ଟାଣ୍ଡାର୍ଡସ୍। ଏଇଗୁଡ଼ିକ ପ୍ରକୃତରେ ତାର ଔଚିତ୍ୟକୁ ପ୍ରମାଣ କରିବା ପାଇଁ ବିପୁଳ ବିଶ୍ୱଶକ୍ତି ରହିଛି ଆମ ପାଇଁ ଶକ୍ତି ଯେପରି। କିନ୍ତୁ ସତ୍ୟ ଦୃଷ୍ଟି କଣ? ଯେତେବେଳେ ଜଣେ ଜ୍ଞାନୀ ହୁଏ, ପ୍ରଜ୍ଞାରେ ତାର ଅଧିଷ୍ଠାନ ହୁଏ, ସେ ବୁଝିପାରେ ଯେ ଏଇ ଶକ୍ତି ସ୍ପନ୍ଦନ ଗୁଡିକ ଏକ୍ଜାକ୍ଟଲି ବା ସମ୍ପୂର୍ଣ୍ଣତଃ ଆମ ପାଇଁ ନୁହେଁ। ସେ ସ୍ୱକୀୟ ସ୍ୱାତନ୍ତ୍ରତା ପ୍ରତିଷ୍ଠିତ ରହିଛି, ମାନେ ତାଙ୍କର ନିଜସ୍ୱ ଲକ୍ଷ୍ୟ ରହିଛି, ବିଶ୍ୱଶକ୍ତିର ନିଜସ୍ୱ କାମ ରହିଛି, ନିଜସ୍ୱ ଖସଡା ରହିଛି, ନିଜସ୍ୱ ଯୋଜନା ଅଛି। ତେଣୁ ସେ ଗୋଟେ ସ୍ୱକୀୟ ବିପୁଳ ଲକ୍ଷ୍ୟକୁ ନେଇ ଅତ୍ୟନ୍ତ ସୁସମ୍ବନ୍ଧ, ଯାହାକୁ ଆମେ ଅର୍ଗାନାଇଜଡ କହିପାରିବା, ଅସୀମ ବିଚାର ଯୋଜନାର ସହିତ ସ୍ୱକୀୟ ବିପୁଳ ଅଭିଳାଷ ପାଇଁ ଏବଂ ଆନନ୍ଦର ପରିପୂରଣ ପାଇଁ କାର୍ଯ୍ୟ କରୁଛନ୍ତି। ଆଚ୍ଛା, ଯେତେବେଳେ ଆପଣଙ୍କୁ କୁହାଯିବ ଯେ ଭଗବାନ ଆପଣଙ୍କ କାମ କରୁନାହାନ୍ତି, ତାଙ୍କ କାମ କରୁଛନ୍ତି, ପରମ ପ୍ରଭୁ ତାଙ୍କ ଏଇ ଜଗତରେ ଆନନ୍ଦକୁ ଅବତରଣ କରିବା ପାଇଁ ବା ଆନନ୍ଦକୁ ପ୍ରତିଷ୍ଠିତ କରିବା ପାଇଁ ଯୁଗପତ୍ ଅନେକ ଦିନରୁ କାର୍ଯ୍ୟ କରି ଆସିଛନ୍ତି। ଆମେ ଗୋଟେ ଗୌଣ ହେଇକି ରହିଛୁ। ଆମକୁ ଯଦି ଲାଗିଲା ହଠାତ୍ କି ଆମେ କଣ କହିବା, ଆମ ଭିତରେ ଗୋଟେ କ୍ଷୁଦ୍ରତା ଆସିଯିବ, ଆରେ ଭଗବାନ ମୋର ନୁହନ୍ତି, ଭଗବାନ ମୋ କଥା ମାନିବେନି କି ଏଇ ବିଶ୍ୱ ଶକ୍ତି ଗୁଡିକ ମୋର କିଛି କାମରେ ଆସିବେନି। କାରଣ ଆମ ଅହଙ୍କାର ବି ଆମକୁ ବୁଝେଇଦବ ଯେ ଆମେ କଣ କରିବା ନା ନିଜକୁ ଅକିଞ୍ଚନ ମନେ କରିବା ଆଉ ନଗଣ୍ୟ ମନେ କରିବା। ଏଇଟାକୁ ଶ୍ରୀ ଅରବିନ୍ଦ ସମ୍ପୂର୍ଣ୍ଣ ମନା କରୁଛନ୍ତି। ଏଇଟା ହଉଛି ଅଜ୍ଞାନ ପ୍ରଣୋଦିତ ବିଶ୍ୱର ମହାନ ସତ୍ୟ ଗୁଡିକ ଅସ୍ୱୀକାର କରିବା ଭଳି କଥାଟି। କାରଣ ଯେତେବେଳେ ଆଲୋକଟି ପଡିଛି, ସୂର୍ଯ୍ୟ ଆଲୋକ ଦଉଛନ୍ତି, ସେ ଆଲୋକଟି କଣ ମୋ ପାଇଁ ଆସୁଛି? ସମସ୍ତଙ୍କ ପାଇଁ। ଆଚାଣ୍ଡାଳ ବ୍ରାହ୍ମଣ ଛାଡି ଦିଅନ୍ତୁ, ଗୋଟେ ଛୋଟ କୀଟ, ଗୋଟେ ପିମ୍ପୁଡି, ଉଇ, ଗୋଟେ ଏକ କୋଷୀ ପ୍ରାଣୀ ପର୍ଯ୍ୟନ୍ତ, ଗୋଡି ପଥର ପର୍ଯ୍ୟନ୍ତ, ସମୁଦ୍ର, ମହାକାଶ, ସମସ୍ତଙ୍କ ପାଇଁ ଆଲୋକର ବ୍ୟବସ୍ଥା ହେଇଛି। ତେଣୁ କେବଳ ମୋତେ କେନ୍ଦ୍ର କରି ଏଇ ଜଗତ ବା ଅସ୍ତିତ୍ୱଟି କାର୍ଯ୍ୟ କରୁନାହିଁ। ମୁଁ ଗୋଟେ, ଏବଂ ଏକଥା ମଧ୍ୟ ସତ୍ୟ, ମୋ ନଗଣ୍ୟ ନୁହେଁ। ମୋ ଭିତରେ ଏକ ବିପୁଳ ସମ୍ଭାବନାକୁ ଖଞ୍ଜି ତାଙ୍କର ବିବର୍ତ୍ତନର କାର୍ଯ୍ୟଟି କରିବା ପାଇଁ ସିଏ ମୋତେ ସକଳ ପ୍ରକାରର ଶକ୍ତି ପ୍ରଦାନ କରୁଛନ୍ତି, ସକଳ ଆୟୋଜନ ସେ କରିଛନ୍ତି। କିନ୍ତୁ ମୋ ଚାରିକଡେ ଯେପରି କରିଛନ୍ତି, ଅନ୍ୟମାନଙ୍କ ଚାରିକଡେ ବି ସେ କରିଛନ୍ତି। କାରଣ ଏଇଟା ହଉଛି ଗୋଟିଏ ସାର୍ବଜନୀନ, ଗୋଟେ ୟୁନିଭର୍ସାଲ କାର୍ଯ୍ୟ ତାଙ୍କର, ଏଟା ଗୋଟେ ବିଶ୍ୱଗତ କାର୍ଯ୍ୟ ତାଙ୍କର। ତେଣୁ ଏଇ ଯୋଉ ବିଶ୍ୱମୟ ସୀମାହୀନ କ୍ରିୟାସ୍ପନ୍ଦନ ରହିଛି, ସେଗୁଡିକୁ ଆମେ ଆମର ହେଲା ନାହିଁ ବୋଲି କହିକି ସାଧାରଣ ଭାବରେ ତୁଚ୍ଛ ଅକିଞ୍ଚନ ଜ୍ଞାନର ଭିତରକୁ ଯିବା କଥା ନୁହେଁ। ଆମେ ଦେଖିବା କଥା କରୁଣାମୟୀ ମା କେତେ ଯତ୍ନରେ, କେତେ ପରମ ସ୍ନେହରେ, କେତେ ପରମ ପ୍ରେମରେ, କେତେ ସୂକ୍ଷ୍ମ ଯତ୍ନଶୀଳ ଭାବରେ, କେତେ ନିପୁଣତାର ସହିତ, କେତେ ଅଭିନିବେଶ ସହିତ, ଯେତେ ବଡ ହେଇଥାଉ, ଯେତେ ବୃହତ୍ତମ ହେଇଥାଉ ବା ଯେତେ କ୍ଷୁଦ୍ରତମ ହେଇଥାଉ, ସକଳ ସୃଷ୍ଟିର ସଂରକ୍ଷଣ ତତ୍ତ୍ୱାବଧାନ କରୁଛନ୍ତି। ଆପଣ କେବେ ଦେଖିଛନ୍ତି
ଗୋଟେ ଛୋଟ ଚଢେଇ ତା ଖାଦ୍ୟ ପାଇଯିବା, ଗୋଟିଏ ଛୋଟ ପୋକଟେ ସେ ତ ତା ଖାଦ୍ୟ ପାଇଯାଏ, ତାର ଆନନ୍ଦ ବି ପାଇଯାଏ। ଆପଣ ଦେଖିବେ ତାଙ୍କ ଭିତରେ ଆନନ୍ଦର ପ୍ରାବଧାନ ଈଶ୍ୱର ବି କରିଛନ୍ତି। ତାଙ୍କ ଭିତରେ ସେମାନେ ତ ଆମ ଭଳି ଚାକିରି କରନ୍ତି ନାହିଁ, ଆମ ଭଳି ପାଠ ପଢନ୍ତି ନାହିଁ, ଆମ ଭଳି ଚାଷ କରନ୍ତି ନାହିଁ, ଗାଈ ଗୋରୁ ବି ରଖିନାହାନ୍ତି, କିନ୍ତୁ ସେମାନେ ସବୁ ଖାଦ୍ୟ ପାଉଛନ୍ତି କି? ଗୋଟେ ଗୋବର ପୋକ ଠାରୁ ଆରମ୍ଭ କରି ବିଶାଳ ତିମି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା। ସେଇ ବଣରେ ବାଘ ବି ଅଛି, ସେଇ ବଣରେ ମୃଗ ବି ରହିଛି, ମୃଗ ପାଇଁ ବି ଖାଦ୍ୟର ବ୍ୟବସ୍ଥା ଅଛି, ବାଘ ପାଇଁ ବି ଖାଦ୍ୟର ବ୍ୟବସ୍ଥା ଅଛି। ବାଘ ଗୁଡିକ ମୃଗ ମାନଙ୍କୁ ଖାଇଯିବା ସତ୍ତ୍ୱେ ମୃଗ ଗୁଡିକ ବଞ୍ଚି ରହୁଛନ୍ତି। ଏଇ କଥା ଗୁଡିକ କନସିୟସ୍ ଫୋର୍ସରେ ଯେତେବେଳେ ଶ୍ରୀ ଅରବିନ୍ଦ ଲାଇଫ ଡିଭାଇନ ପୁସ୍ତକର 10ମ ଅଧ୍ୟାୟରେ ଆଲୋଚନା କରିବେ, ଏ ସମସ୍ତ କଥାକୁ ଆପଣଙ୍କୁ କୁହାଯିବ। କିନ୍ତୁ ବର୍ତ୍ତମାନ ଖାଲି ବୁଝନ୍ତୁ ଯେ ମୋର ସଂରକ୍ଷଣ ସେଇ ମହାଶକ୍ତି କରୁଛନ୍ତି, ମୋର ତତ୍ତ୍ୱାବଧାନ ସେଇ ମହାଶକ୍ତି କରୁଛନ୍ତି, ଏବଂ ଅତି ଅଭିନିବେଶର ସହିତ, ଅତି ନିପୁଣତାର ସହିତ, ଅତି ଯତ୍ନର ସହିତ ସୂକ୍ଷ୍ମ ଭାବରେ କରୁଛନ୍ତି। ଏବଂ ସେଇଠି ଯୋଉ ମହାନ ପରାକ୍ରମଶାଳୀ ଶକ୍ତି, ସିଏ ହଉଛନ୍ତି ପକ୍ଷପାତ ଶୂନ୍ୟ। ଗୋଟେ ବିରାଟକୁ ଯେଭଳି ସେ ସମ୍ମାନ କରନ୍ତି, ଗୋଟେ କ୍ଷୁଦ୍ରକୁ ବି ସେଇଭଳି ସମ୍ମାନ କରନ୍ତି, ସେତିକି ସ୍ନେହ କରନ୍ତି। କିନ୍ତୁ ଆମ ମାନଙ୍କର କଣ ହୁଏ? ଇଏ ହେଲା ରୋଜଗାରିଆ ପୁଅ, ଏଇଟା ହେଲା ନଷ୍ଟ ଭ୍ରଷ୍ଟ କରୁଥିବା ପୁଅ। କାରଣ ଗୁଣ ଭେଦରେ ଆମେ ମଣିଷକୁ ବିଚାର କରୁ। ଏଇଟା ହେଲା ବଡ ସ୍କୁଲ, ଏଇଟା ହେଲା ଛୋଟ ସ୍କୁଲ। ଯଦି ପାଠ ପଢାଟା ସବୁ ସ୍କୁଲର ଲକ୍ଷଣ, ତାହେଲେ ବଡ ସ୍କୁଲ ଆଉ ସାନ ସ୍କୁଲ କୁଆଡେ ଆସିଲା? ଯିଏ ଘାସ କାଟୁଛି ସିଏ ଗୋଟେ ଗୌଣ ଲୋକ, ଯିଏ ପ୍ରଫେସର ହେଇକି ଭାଷଣ ଦଉଛି ସିଏ ଗୋଟେ ମୁଖ୍ୟ ଲୋକ, କି ସେ ପ୍ରଧାନମନ୍ତ୍ରୀ ଯିଏ ହେଇଛି ସିଏ ଗୋଟେ ବଡ ଲୋକ, ଯିଏ ମୋଚି ହେଇଛି ସିଏ ଗୋଟେ ଛୋଟ ଲୋକ। ଏଇଭଳି ଯୋଉ ଧାରଣା ଭିତରେ ଆମେ ରହିଛୁ, ସେଇ ଧାରଣା ଭିତରୁ ଆମେ ପ୍ରକୃତରେ ପରମ ପବିତ୍ର ଅସ୍ତିତ୍ୱକୁ ଅସ୍ୱୀକାର କରୁଛୁ, ତାକୁ ଆଖି ବୁଜି ଦଉଛୁ। ଜଣେ ମୋଚି ଯିଏ ଜୋତା ସଫା କରନ୍ତି, ସେ କହୁଥିଲେ ଜଣେ କଲେକ୍ଟରଙ୍କର କାମ ତାଙ୍କ ପାଖରେ ସପ୍ତାହରେ 3 ଦିନ ପଡିବ, କିନ୍ତୁ ଜୀବନରେ କେବେ ବି ଗୋଟେ ମୋଚିର କଲେକ୍ଟରଙ୍କ ପାଖରେ କାମ ପଡିବ ନାହିଁ। କିଛି ଦରକାର ନାହିଁ, ମୋର ଯଦି ଜମି ବାଡି ନାହିଁ, ଚାକିରି ବାକିରି ନାହିଁ, ମୁଁ କଲେକ୍ଟର କାହିଁ ଯିବି? କିନ୍ତୁ ତାଙ୍କ ଜୋତା ମରାମତି କରିବା ପାଇଁ, ତାଙ୍କ ଜୋତା ସଫା କରିବାକୁ, ତାଙ୍କ ଜୋତାକୁ ଚମକେଇବାକୁ ଗୋଟେ ମୋଚି ଦରକାର ପଡିବ। ଆମେ ଯୋଉମାନଙ୍କୁ ଗୌଣ କହିକିରି, ତୁଚ୍ଛ କହିକିରି, ଆମେ ଯୋଉମାନଙ୍କୁ ଅକିଞ୍ଚନ କହିକି ଅଜ୍ଞାନ କରୁଛୁ, ପ୍ରକୃତରେ ଅସ୍ତିତ୍ୱ ସେମାନଙ୍କ ମଧ୍ୟରେ ମଧ୍ୟ ନିରପେକ୍ଷ ଭାବରେ ରହିଛି। ସେ ଭେଦ ଅଭେଦ ଜ୍ଞାନରେ ନାହିଁ। ଏବଂ ଶ୍ରୀ ଅରବିନ୍ଦ କହୁଛନ୍ତି, ଏଇ ଯୋଉ ପକ୍ଷପାତ ଶୂନ୍ୟ ଶକ୍ତି, ଏଇଟା ଗୋଟେ ମା ଭଳି କାମ କରୁଥାଏ। ମା ଯେଭଳି ପକ୍ଷପାତ କରେନି, କେବେ ଦେଖିବେ ମା ତା ପିଲାମାନଙ୍କ ଭିତରେ ପକ୍ଷପାତ କରିପାରେ ନାହିଁ। ଯଦିଓ ମା ମାନଙ୍କ ଉପରେ ଅଭିଯୋଗ ଆସିଲାଣି, କିଏ କହୁଛି ପୁଅକୁ ମା ମାନେ ବେଶୀ ଗୁରୁତ୍ୱ ଦଉଛନ୍ତି, ଝିଅକୁ ଦରକାର ପଡିଲେ ତାକୁ ଗର୍ଭରେ ମାରି ଦଉଛନ୍ତି। ଆମ ଦେଶରେ ହଜାରେ କଥା ବାହାରୁଛି। ତାର ନାନାଦି ସୋସିଆଲ ଦିଗ ରହିଛି, ମୁଁ ସେଟା ଯିବାକୁ ଚାହୁଁନି, କାରଣ ଆମେ ଗୋଟେ ଉଚ୍ଚାଙ୍ଗ ଆଧ୍ୟାତ୍ମିକ ଭୂମିର କଥାକୁ ଆଲୋଚନା କରୁଛନ୍ତି। ତେଣୁ ଆମେ ଏଇଠି ବୁଝିବା ଯେ ଜନନୀ ହେଉଛନ୍ତି ସମଭାବରେ କାର୍ଯ୍ୟ କରନ୍ତି। ତେଣୁ ଭଗବତ ଗୀତା ଯେତେବେଳେ ଏଇ ଅସ୍ତିତ୍ୱକୁ, ଏଇ ଶୁଦ୍ଧ ସତ୍କୁ, ପରମ ବ୍ରହ୍ମଙ୍କୁ ପରିଚିତ କରିଦେଇଥିଲା ମଣିଷ ଜାତିକୁ, ସେ କହିଥିଲେ ସମଂ ବ୍ରହ୍ମ, ସମଂ ବ୍ରହ୍ମ। ଶ୍ରୀ ଅରବିନ୍ଦ ଆହୁରି ପାଦେ ଆଗକୁ ଚାଲିଗଲେ। ସେ ଏଇ ସମଂ ବ୍ରହ୍ମର ଉଦାହରଣଟାକୁ ବୁଝେଇବାକୁ ଯାଇକି କହୁଛନ୍ତି ଯେ ସୂର୍ଯ୍ୟମଣ୍ଡଳର ସୃଷ୍ଟି କରି ତାକୁ ଧାରଣ କରି ରଖିବା ଲାଗି ଏହାକୁ, ମାନେ ସେଇ ସମବ୍ରହ୍ମଙ୍କୁ ଯେତିକି ତୀବ୍ରତା ଓ ଶକ୍ତିର ସହିତ କାର୍ଯ୍ୟ କରିବାକୁ ହୋଇଥାଏ, ଗୋଟିଏ ଉଇ ହୁଙ୍କାର ଜୀବନକୁ ସଂଗଠିତ କରିବା ଲାଗି ମଧ୍ୟ ସେତିକି ଶକ୍ତି ଖଟାଇବାକୁ ପଡେ। ସେତିକି ଆଦରରେ, ସେତିକି ନିବିଷ୍ଟତାର ସହିତ, ସେତିକି ତୀବ୍ରତାର ସହିତ
ସେତିକି ଆନ୍ତରିକତାର ସହିତ ସେଇ ପରମ ବ୍ରହ୍ମ ପରମ ଅସ୍ତିତ୍ୱ ଉଇ ହୁଙ୍କାକୁ ମଧ୍ୟ ରୂପ ଦେଇଛନ୍ତି। ଗୋଟିଏ ଛାୟା ପଥକୁ ଗଢିବାକୁ ତାଙ୍କ ପାଖରେ ଯେତିକି ଆନ୍ତରିକତା ଅଛି, ଗୋଟେ ଗୋଲାପ ଫୁଲକୁ ଗଢିବାକୁ ତାଙ୍କ ପାଖରେ ରଙ୍ଗ ଖଞ୍ଜିଛନ୍ତି, ତା ଭିତରେ କେତେ ଅଙ୍ଗ ପ୍ରତ୍ୟଙ୍ଗ ଖୋଜୁଛନ୍ତି, ତା ଭିତରେ ଏଣ୍ଡୋସିୟମ, ଗାଇନେସିୟମ, ପେଟାଲ୍ସ, କ୍ୟାଲିକ୍ସ, କେତେ କେତେ ଜିନିଷ ଖଞ୍ଜା ହେଇଛି। ସେଇଭଳି ଗୋଟେ ଘାସ ଫୁଲ ଭିତରେ ମଧ୍ୟ ସେତିକି ଆଗ୍ରହ, ସେତିକି ନିବିଷ୍ଟତାକୁ ସେ ଲଗେଇଛନ୍ତି। ଆକାର ପରିମାଣର ବିଚାର ମଣିଷର, ସେଇଟା ହଉଛି ମଣିଷର ଭ୍ରମ। ବିରାଟ ବଡ ପ୍ରତି ଆକର୍ଷିତ ହବା ତାର ମଧ୍ୟ ଗୋଟେ ସଂସ୍କାର, ଅଭ୍ୟାସଗତ କାର୍ଯ୍ୟ। ତେଣୁ ପରିମାଣ ଦୃଷ୍ଟିକୋଣରୁ ଆମେ ଯୋଉମାନେ କ୍ଷୁଦ୍ର, ଆମେ ସେମାନଙ୍କୁ ଅନେକ ସମୟରେ ଭାରି ଅବହେଳା କରିଦଉ। ସେମାନଙ୍କ ପ୍ରତି ଆମର ଯୋଉ ଆଟିଚ୍ୟୁଡ, ଯୋଉ ମନୋଭାବ, ଯୋଉ ଗ୍ରହଣଶୀଳତା, ଏ ବହୁ ବାଟରେ ବଡ ଅସୁବିଧାରେ ପଡେ। ତେଣୁ ଏଗୁଡିକ ହେଲା ଦ୍ୱନ୍ଦ୍ୱର ଭାବନା, ଯୋଉଟା ଆମେ ଅହଙ୍କାର ଓ ଦ୍ୱନ୍ଦ୍ୱ ଜାଲ ପ୍ରବନ୍ଧରେ ଏ ବିଷୟକୁ ଆଲୋଚନା କରିଥିଲେ, ଯେ କିଭଳି ଭାବରେ ଅହଙ୍କାର ଏଇ ଦ୍ୱନ୍ଦ୍ୱ ଗୁଡିକ ତିଆରି କରେ, ବଡ ସାନର ଭାବନା ତିଆରି କରେ, କିଭଳି ଭାବରେ ଆମେ ଗୋଟିଏ ଅଣୁ ଭିତରେ ମଧ୍ୟ ତାର ସ୍ପନ୍ଦନର ଅନ୍ତର୍ଗୁଢ ଶକ୍ତିଟିକୁ ପରିକଳ୍ପନା କରିପାରୁନାହୁଁ। ଆପଣ ଗୋଟେ ଅଣୁକୁ ନିଅନ୍ତୁ, ଗୋଟେ ଆଟମକୁ, ସେ ଆଟମ ଭିତରେ କେତେ ପାୱାରଫୁଲ ଶକ୍ତି ଅଛି, ସେଥିପାଇଁ ତ ତା ଭିତରୁ ଆଟମ ବମ୍ ତିଆରି ହେଉଛି। କେତେ ଶକ୍ତି ଖଞ୍ଜିଛନ୍ତି ତା ଭିତରେ ପରମ ଅସ୍ତିତ୍ୱ। ତେଣୁ ଯେଉଁମାନେ ଜ୍ଞାନୀ, ଯେଉଁମାନେ ସଂକୀର୍ଣ୍ଣତାରୁ ମୁକ୍ତ ହେଲେଣି, ଯେଉଁମାନେ ଚେତନାର ଏକ ବିରାଟ ସ୍ତରରେ ପହଞ୍ଚିଲେଣି, ଯେଉଁମାନେ ପ୍ରଜ୍ଞା ଦୃଷ୍ଟି ଲାଭ କଲେଣି, ସେମାନେ ଦେଖିପାରିବେ ଯେ ବ୍ରହ୍ମ ସର୍ବଭୂତରେ ସମଭାବରେ ବିଦ୍ୟମାନ ରହିଛି ଏବଂ ସେଇ ବ୍ରହ୍ମର ସତ୍ତା ଭିତରେ ଆମେ ସମସ୍ତେ ଅବସ୍ଥିତ ରହିଛୁ। ବ୍ରହ୍ମଙ୍କର ଶକ୍ତି ସବୁରି ଭିତରେ ସମବିତରିତ ହୋଇ ରହିଛି। ଏବଂ ଯଦି ଆମେ ଉପନିଷଦର ସତ୍ତ୍ୱକୁ ଯିବା, ତାହେଲେ ଉପନିଷଦ ଆମକୁ ଏକ ଚମତ୍କାର ଶିକ୍ଷା ଦେଇଛନ୍ତି। ଛାନ୍ଦୋଗ୍ୟ ଉପନିଷଦରେ କୁହାଯାଉଛି ଯେ ସଦ୍ ଦେବ ଏକମେବ ଅଦ୍ୱିତୀୟମ୍, ସେହି ଦେବ ସେ ସବୁବେଳେ ଏକ ଅଦ୍ୱିତୀୟ ସତ୍ ସ୍ୱରୂପ। ତାର ଇଂରାଜୀ ଅନୁବାଦ କରୁଛନ୍ତି ଶ୍ରୀ ଅରବିନ୍ଦ, one indivisible is pure existence। ଆମେ ଯେଉଁ ଶୁଦ୍ଧ ଅସ୍ତିତ୍ୱକୁ ଖୋଜୁଛୁ, ଆମେ ଯେଉଁ ପବିତ୍ର ଅସ୍ତିତ୍ୱର କଥା କହୁଛୁ, ଆମେ ଯେଉଁ ଶୁଦ୍ଧ ସତ୍କୁ ଜାଣିବାର ଚେଷ୍ଟା କରୁଛୁ, ମାଙ୍କର କରୁଣା କାରଣରୁ, ମାଙ୍କର ପ୍ରେରଣା କାରଣରୁ, ଶ୍ରୀ ଅରବିନ୍ଦଙ୍କ ଆଶୀର୍ବାଦ କାରଣରୁ, ସେଇ ପବିତ୍ର ଅସ୍ତିତ୍ୱ ହେଲେ one indivisible, ଯାହା ଅବିଭାଜ୍ୟ ଭାବରେ ସର୍ବଭୂତରେ, ସର୍ବ ପ୍ରାଣୀମାନଙ୍କ ଭିତରେ, ସବୁ ଜିନିଷ ପତ୍ର ଠାରୁ ଆରମ୍ଭ କରି ଜଡ ଭିତରେ, ଜୀବନ ଭିତରେ, ଚୈତନ୍ୟ ଭିତରେ ସେ ସମଭାବରେ ବିତରିତ ହେଇକି ରହିଛନ୍ତି, ଅବିଭାଜ୍ୟ ହେଇକି ରହିଛନ୍ତି। ଯେଉଁ ଶକ୍ତି ଲୁହା ଭିତରେ ଅଛି, ସେଇ ଶକ୍ତି ଜୀବନ୍ତ ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗରେ ରହିଛି ଏବଂ ସେ ବିଭକ୍ତ ନୁହେଁ କିନ୍ତୁ ବିତରିତ। ତେଣୁ ଆମେ କଣ କରୁ, ଏଇ କଥାଟାକୁ ଜାଣିପାରୁନୁ। ଶ୍ରୀ ଅରବିନ୍ଦ କହୁଛନ୍ତି, ଯେତେବେଳେ ଆମେ ଏଇ ସବୁ ସଂସ୍କାର ଭିତରୁ, ଆମ କ୍ଷୁଦ୍ର ଚେତନା ଭିତରୁ, ଅହଂବୋଧ ଭିତରୁ ଆମେ ନିଜକୁ ମୁକ୍ତ କରିନେବା ଏବଂ ଆମର ପ୍ରତିବୋଧକୁ ସାଧନ ରୂପେ ଗ୍ରହଣ କରିବା। ପ୍ରତିବୋଧ କହିଲେ ପ୍ରଜ୍ଞା ଦୃଷ୍ଟି, ଇନଟ୍ୟୁସନ। ତାକୁ ଯଦି ଆମେ ସାଧନ ଭାବରେ ବ୍ୟବହାର କରିବା, ଯାହା ବେଦାନ୍ତର ଋଷିମାନେ କରୁଥିଲେ, ଆଉ ଯଦି ଆମ ପାଖରେ ତାଦାତ୍ମ୍ୟ ଜ୍ଞାନର ଆକାଂକ୍ଷା ଥିବ, ନଲେଜ ବାଇ ଆଇଡେଣ୍ଟିଟି, ଏ ବିଷୟରେ ଆମେ ଗତ ଥର ଆଲୋଚନା କରିଥିଲେ। ଯୋଉମାନଙ୍କର ପ୍ରଜ୍ଞା ଦୃଷ୍ଟି ଥାଏ, ସେ ପ୍ରଜ୍ଞା ଦୃଷ୍ଟିଟି ଲାଭ କରିବାକୁ ହେଲେ ଆପଣଙ୍କୁ ପରମ ବ୍ରହ୍ମଙ୍କ ସହିତ, ସେଇ ବିଶ୍ୱ ଚେତନା ସହିତ, ସେଇ ବିରାଟଙ୍କ ସହିତ, ସେଇ ପବିତ୍ର ଅସ୍ତିତ୍ୱଙ୍କର ସହିତ, ଶୁଦ୍ଧ ସତ୍ଙ୍କ ସହିତ ଏକ ଏକାତ୍ମତା ଲାଭ କରିବାକୁ ପଡିବ। ସେଇଟା ହେଲା ତାଦାତ୍ମ୍ୟ ଜ୍ଞାନ, ଆଇଡେଣ୍ଟିଟି।
ସେଇଟା ଯଦି ଆପଣଙ୍କର ଥାଏ ତାହେଲେ ଅନନ୍ତ ଶକ୍ତିମୟ ପୁରୁଷଙ୍କର ଚେତନାକୁ ଆପଣ ପ୍ରାପ୍ତ ହୋଇପାରିବେ ଏବଂ ସେତେବେଳେ ଅନୁଭବ କରିପାରିବେ ଯେ ମାନବୀୟ ଚେତନା ଆଉ ସେଇ ଚେତନାଟା କେତେ ଅଲଗା। ଏବଂ ଏହାର ଆମର ଆମକୁ କଣ ଲାଭ ମିଳିବ? ଆମେ ସବୁବେଳେ ତ ସେଇ ପ୍ରଶ୍ନ ପଚାରୁନା। ମୁଁ ଠିକ ଅଛି, ମୁଁ ମୋ ଭିତରେ ଗୋଟେ ବିରାଟ ପରିବର୍ତ୍ତନ ହବ, ମୁଁ ରୂପାନ୍ତରିତ ହେଇକି ଗୋଟେ ବିରାଟ ଚେତନା ଭିତରେ ବଞ୍ଚିବି, ମୁଁ ପ୍ରତିବୋଧକୁ ସାଧନ ରୂପେ ଗ୍ରହଣ କରିବି ପ୍ରଜ୍ଞାକୁ, ଏବଂ ମୋ ନଲେଜ ବାଇ ଆଇଡେଣ୍ଟିଟି ଯୋଉଟା ତାଦାତ୍ମ୍ୟ ଜ୍ଞାନର ଆକାଂକ୍ଷା ନେଇ ବଞ୍ଚିବି, ହେଲେ ମତେ ଅନନ୍ତଙ୍କର ସନ୍ଧାନ ମିଳିଯିବ ବା ମୋ ଶୁଦ୍ଧ ସତଙ୍କର ପବିତ୍ର ଅସ୍ତିତ୍ୱଙ୍କର କଥାଟି ଜାଣିବି। ଜାଣିଲେ ମତେ କଣ ଲାଭ ହବ? ଏ କଥା ବି ଆମେ ପଚାରି ପାରିବା। ଯଦିଓ ଶ୍ରୀରବିନ୍ଦ ମନା କରିଛନ୍ତି ମୋର କଣ ଲାଭ ହଉଛି ସେ ବିଷୟ ମୂଳରୁ ପଚାରିବା ନାହିଁ। କିନ୍ତୁ ଯେହେତୁ ଆମେ ଅଭ୍ୟସ୍ତ ଏଥିରେ, ଯୁଗ ଯୁଗ ଧରି ଆମେ ଦେଶର ସୀମା ଭିତରେ, କାଳର ସୀମା ଭିତରେ, ବସ୍ତୁଗତ ସୀମା ଭିତରେ ରହିଛୁ, ସେତେବେଳେ ଏ ପ୍ରଶ୍ନ ସବୁ ଉଠିଲେ ଆମେ ଦେଖିବା ଯେ ଏ ଜଗତରେ ସବୁ କିଛି ବ୍ରହ୍ମମୟ, ବ୍ରହ୍ମ ସ୍ୱରୂପ, ଅଖଣ୍ଡ ବ୍ରହ୍ମ ସ୍ୱଭାବ ଦ୍ୱାରା ସମାବିଷ୍ଟ। କିନ୍ତୁ ପରିମାଣ ଗୋଟେ ଜିନିଷ ଅଛି, ଦିଶୁଛି। ଗୋଟେ ବଡ ଟିଭି, ଛୋଟ ଟିଭି ଦେଖିବନି କି? ଗୋଟେ ବଡ ପାଣି ବୋତଲ, ଗୋଟେ ଛୋଟ ପାଣି ବୋତଲ ଦିଶିବନି କି? କିନ୍ତୁ ଆପଣ ତାର ନିଗୁଢ ତତ୍ଵକୁ ଯାଆନ୍ତୁ। ଯୋଉ ଅଣୁ ପରମାଣୁରେ ସେମାନେ ସବୁ ତିଆରି, ଅଣୁ ପରିମାଣର ସ୍ତରରେ ସେମାନେ ସବୁ ସମାନ ବ୍ରହ୍ମ, ଆତ୍ମ ସ୍ୱରୂପ, ସମଭାବେ ଅବସ୍ଥିତ। ଏଇ ଅବସ୍ଥିତିଟା ହଉଛି ଅସ୍ତିତ୍ୱ। ତାଙ୍କ ବୈଚିତ୍ର୍ୟର କୌଣସି ଅନ୍ତ ନାହିଁ। ସେ ଶାଶ୍ୱତ ଅନନ୍ତ ଆଧାର, ସର୍ବଶକ୍ତି, ସର୍ବଭୂତରେ ସମାନ ଭାବରେ ସମାବିଷ୍ଟ ହେଇକି ରହିଛନ୍ତି। ହେଲେ ଏଇଟା ଆମର କଣ କାମରେ ଆସିବ ସେ ବିଷୟରେ ଆମର ବକ୍ତବ୍ୟଟି ରହୁଛି। ତାପରେ ଆମେ ଶେଷ ଆଡକୁ ଯିବା। ଗୋଟିଏ କଥା ହେଲା ଯେ ଏଇ କଥା ଗୁଡିକ ଯଦି ଆମେ କେବେ ଅନୁଭବ କରିପାରୁ, ଯଦି ଆମେ କେବେ ଅନନ୍ତର ପରିଚୟ ଲାଭ କରିପାରୁ, ସେଇ ଶୁଦ୍ଧ ଚୈତନ୍ୟର, ସେଇ ଶୁଦ୍ଧ ଅସ୍ତିତ୍ୱର, ସେହି ପରମ ପବିତ୍ର ସତଙ୍କର, ସେଇ ସତ୍ ଚିତ୍ ହେଇଛନ୍ତି, ସେଇ ସତ୍ ଚିତ୍ ମିଶିକି ଆନନ୍ଦ ହଉଛନ୍ତି। ସତ୍ ଚିତ୍ ଆନନ୍ଦର ଯିଏ ରୂପ ଗ୍ରହଣ କରିଛନ୍ତି ଆମ ସମସ୍ତଙ୍କ ଭିତରେ, ତାଙ୍କର ଯଦି ଆମେ ପରିଚୟ ଲାଭ କରିପାରୁଛୁ, ଜାଗ୍ରତ ଚିତ୍ତରେ ତାଙ୍କରି ମଧ୍ୟରେ ପ୍ରବିଷ୍ଟ ହୋଇପାରୁଛୁ, ଏକାନ୍ତ ନିଷ୍ଠା ଦ୍ୱାରା ତାଙ୍କର କାର୍ଯ୍ୟଟିକୁ ପରିପୂର୍ଣ୍ଣ କରିବାକୁ ଜୀବନର ଉଦ୍ଦେଶ୍ୟ ରୂପେ ଗ୍ରହଣ କରିପାରୁଛୁ, ତେବେ ସେଇଠାରୁ ଯଥାର୍ଥ ଜୀବନ ବଞ୍ଚିବାର ସୂତ୍ରପାତ ହୁଏ। ଏଇଟା ଶ୍ରୀରବିନ୍ଦ କହୁଛନ୍ତି। That is commencement of the true living. ତାହେଲେ ଆମେ ଏପର୍ଯ୍ୟନ୍ତ ଯୋଉ ଜୀବନଟା ବଞ୍ଚୁଥିଲେ ସେଇଟା କଣ? ଆମେ ଏପର୍ଯ୍ୟନ୍ତ ଯୋଉ ଜୀବନଟି ବଞ୍ଚିଛନ୍ତି, ଆମ ଘର ସଜାଡିଛନ୍ତି, ସଫା କରିଛନ୍ତି, ଆମ ପିଲା ଛୁଆ ପାଳୁଛନ୍ତି, ଆମ ଘର ଦ୍ୱାରକୁ ସଫା ରଖୁଛନ୍ତି, ଆମ ଭିତର ବାହାର ଠାରୁ ଆରମ୍ଭ କରି ଆମ ପିଲାମାନଙ୍କୁ ବଡ କରୁଛୁ, ଆମେ ନିଜେ ବଡ ହଉଛୁ, ତାହେଲେ ସେଇଟା କଣ ଥିଲା? ମୁଁ ଆଉ ଥରେ ଶ୍ରୀ ଅରବିନ୍ଦଙ୍କର ବାଣୀ ଆପଣଙ୍କ ଆଗରେ ରଖୁଛି। ସେ କହୁଛନ୍ତି, ଯଦି ଏହି ବିରାଟ ଶୁଦ୍ଧ ଅସ୍ତିତ୍ୱ, ପରମ ପବିତ୍ର ଅସ୍ତିତ୍ୱଙ୍କର ସନ୍ଧାନ ଆମେ ପାଉ, ତାଙ୍କୁ ଅନୁଭବ କରିବାକୁ ସମର୍ଥ ହଉ, ସେହି ଅନନ୍ତଙ୍କର ପରିଚୟ ଲାଭ କରୁ, ଜାଗ୍ରତ ଚିତ୍ତରେ ତାଙ୍କରି ମଧ୍ୟରେ ପ୍ରବିଷ୍ଟ ହେଉ, ଏକାନ୍ତ ନିଷ୍ଠା ଦ୍ୱାରା ତାଙ୍କର କାର୍ଯ୍ୟଟିକୁ ପରିପୂର୍ଣ୍ଣ କରିବାକୁ ଜୀବନର ଉଦ୍ଦେଶ୍ୟ ରୂପେ ଗ୍ରହଣ କରିପାରୁ, ତେବେ ସେଇଠାରୁ ଯଥାର୍ଥ ଜୀବନ ବଞ୍ଚିବାର ସୂତ୍ରପାତ ହବ। ପୁଣି ଆଗକୁ ଯାଇକି ସେ କହୁଛନ୍ତି, ସେହି ଜୀବନ ସ୍ପନ୍ଦନଟି ଆମେ ଶୁଦ୍ଧ ପବିତ୍ର ଅସ୍ତିତ୍ୱ ସହିତ ଏକାତ୍ମତା ଅର୍ଜନ କରିଲେ ଜୀବନର ଯଥାର୍ଥ ପରିଚୟ ପାଇବା ଏବଂ ଆମ ଜୀବନ ଗତି ସହିତ ବିଶ୍ୱ ଗତିର ଗୋଟିଏ ସମତାଳ ଆମେ ରକ୍ଷା କରିପାରିବା। ଆଉ ସେଦିନ ଆମେ ଅନୁଭବ କରିବା ଯେ ବିଶ୍ୱର ଗତି ଓ ଆମର ଜୀବନ ଗତି ଭିତରେ କେହି ଗୌଣ ନୁହେଁ, କେହି ଅଧସ୍ତନ ନୁହେଁ, କେହି
ବିରାଟ ନୁହେଁ, ସମସ୍ତେ ସମତାଳରେ ଗତି କରୁଛନ୍ତି। ସମ ବ୍ରହ୍ମ ମଧ୍ୟ ଆମରି ଗତିରେ ଅଛି, ତାଙ୍କ ଗତିରେ ଅଛି। ଏଇଟା ହବ ସମ୍ବନ୍ଧ ନିରୂପଣର ସବୁଠାରୁ ମହାନ ଦିଗ। ଆମେ ଏପର୍ଯ୍ୟନ୍ତ ବିଶ୍ୱ ଗତି ସହିତ ଆମ ଜୀବନ ଗତିଟିକୁ ମିଶାଇ ପାରୁନାହୁଁ। ଶ୍ରୀ ଅରବିନ୍ଦ ଯେଉଁ ଦିବ୍ୟ ଜୀବନର ପରିକଳ୍ପନା କରିଥିଲେ, ଯୋଉ ଦିବ୍ୟ ଜୀବନର ପରିକଳ୍ପନା କରିବା ପାଇଁ ସିଏ ଏତେ କଷ୍ଟ ପାଇଥିଲେ, ଏତେ ତିତିକ୍ଷା କରିଥିଲେ, ଏତେ ସିଦ୍ଧ କରିଥିଲେ, ଏତେ ପ୍ରସ୍ତୁତ କରିଥିଲେ, ଏତେ ତପସ୍ୟା କରିଥିଲେ, ଆମ ପାଇଁ କେତେ ସ୍ୱପ୍ନ ଦେଖେଇଥିଲେ, ସଂକଳ୍ପ କରିଥିଲେ। ସେ କହୁଛନ୍ତି, ଯଦି ଭାବନାଗତ ଓ କର୍ମଗତ ସକଳ ଜୀବନ ଶୈଳୀରେ ଆମେ ଯୋଉଠି ଆମେ ହୁଏତ ମେଣ୍ଟାଲ ୱାର୍ଲଡରେ ରହୁଛୁ, କେବେ ଗୋଟେ ଫିଜିକାଲ ୱାର୍ଲଡରେ ରହୁଛୁ, ଯୋଉଠି ଆମେ ଥାଉ, ଆମେ କର୍ମ କରୁଛୁ, ଆମ ମନ ପ୍ରାଣ ଶରୀର ଯାହାକୁ ନେଇ ବି କର୍ମ କରୁ, ଯଦି ଆମ ଜୀବନ ଶୈଳୀରେ ସେଇ ଶୁଦ୍ଧ ଅସ୍ତିତ୍ୱଙ୍କ ସହିତ ତାଳମେଳ ରକ୍ଷା କରି ତାଙ୍କ ଗତି ସହିତ ଆମ ଜୀବନ ଗତିଟିକୁ ମିଳେଇ ଦେଇପାରିଲେ, ତାହା ହେବ ଦିବ୍ୟ ଜୀବନ। ସେହି ପରମା ଶକ୍ତି, ସର୍ବଗତ ସତ୍ୟ, ଅନନ୍ତ ମହାଶକ୍ତିଙ୍କର ଯତ୍ ସାମାନ୍ୟ ଯୋଉ ଆଲୋଚନା ଆମେ କଲେ, ସେଇ ବିରାଟଙ୍କର ଆରାଧନା, ତାଙ୍କ ନିରାଜନା ଆମ ଜୀବନ କରୁଥିବ। ସେ ଆମ ଭିତରେ ଅଛନ୍ତି, ତାଙ୍କୁ ଆମେ ଖୋଜୁଥିବା, ତାଙ୍କୁ ଅନୁଭବ କରୁଥିବା, ତାଙ୍କୁ ବୁଝୁଥିବା, ଜାଣୁଥିବା, ଏବଂ ଆମ ଜୀବନର ଯେଉଁ ଯଥାର୍ଥ ଗତିର କଥା, ଆମ ଜୀବନର ଯୋଉ ଯଥାର୍ଥ ବଞ୍ଚିବାର କଥା ଶ୍ରୀ ଅରବିନ୍ଦ କହିଛନ୍ତି, ତାକୁ କିଭଳି ଭାବରେ ଆମ ଜୀବନରେ କାର୍ଯ୍ୟକାରୀ କରିବା, ଇଏ ହେଉଛି ଆମ ଆଗରେ ଏକ ଆହ୍ୱାନ। ମୁଁ ଆଶା କରେ ଏହି ପାଠଚକ୍ରରେ ସମ୍ମିଳିତ ସମସ୍ତ ଋଷିକୁଳ ଯାହାଙ୍କୁ ମା ବାଛିଛନ୍ତି, ସମସ୍ତେ ଏହି ସଂକଳ୍ପରେ ଅଛନ୍ତି, ସେଇ ଶୁଦ୍ଧ ଧାରା ଭିତରେ ଅଛନ୍ତି, ସେଇ ଶୁଦ୍ଧ ଅସ୍ତିତ୍ୱର ସ୍ପର୍ଶ ଲାଭ କରିଛନ୍ତି, ସେଇ ପବିତ୍ରତାକୁ ଅନୁଭବ କରିଛନ୍ତି ନିଜ ଭିତରେ। ମୁଁ ପୁଣି ଥରେ କରୁଣାମୟୀ ମାଙ୍କର କରୁଣା ଭିକ୍ଷା କରି ସମସ୍ତଙ୍କ ପାଇଁ, ସଚରାଚର ପାଇଁ ମୋର ବାଣୀକୁ ଏଠି ବିଶ୍ରାମ ଦଉଛି। ସମସ୍ତଙ୍କୁ ଅନେକ 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 ଶୁଭେଚ୍ଛା ଏବଂ ବନ୍ଦେ ମାତରମ୍।